ନୂତନ ବର୍ଷ ଅବସରରେ ଏତିକି କହିବି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ଯେ ପ୍ରାର୍ଥନା ଯେ ମୋ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁଖରେ ରହନ୍ତୁ, ଶାନ୍ତିରେ ରହନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ଏହା ହିଁ ମୋର କାମନା। ଆଗାମୀ ଦିନରେ ମୁଁ ଆଶା କରୁଛି 2025 ମସିହାରେ ନିଶ୍ଚିତ ଭାବରେ ଯେ ଆମ କ୍ଲଷ୍ଟର ସବୁ କାମ ସଫଳ ହୋଇପାରିବ, ସମସ୍ତଙ୍କର ସହଯୋଗ କାମନା କରୁଛି। ତ ନୂତନ ବର୍ଷ ଆଗମନ ଯେହେତୁ ହେଇଛି, ତ ନୂତନ ବର୍ଷ ଆଗମନରେ ଆମେ ଅନେକ ଆଶା ଆକାଂକ୍ଷା ରଖିକିରି ଆଗକୁ ମାଡ଼ି ଚାଲିବା। ଚାଲି ଯାଆନ୍ତୁ ମୋ ଦିଦି ମାନେ ଏବଂ ସାର୍ ମାନେ ନୂଆ ପାହାଚ ଚଢ଼ି ଭୁଲି ଯାଆନ୍ତୁ ନାହିଁ ସେ ପୁରୁଣା ଦିନ ସେ ସୁନା ଅର୍ଥାତ୍ ପୁରୁଣା ଦିନକୁ ନେଇକି ବି ଚାଲନ୍ତୁ। ନୂଆର ଆଶା ସଂସାର ହଉ, ଗୋଟେ ଆନନ୍ଦମୟ ପରିବେଶ, ଖୁସିର ପରିବେଶରେ ଆଗେଇ ଯାଉ। 12 ବର୍ଷର ବାଜିରାଉତ ଆଜି ଅମର ପାଲଟି ଯାଇଛନ୍ତି ଏ ଧରାପୃଷ୍ଠରେ। ସେଇଭଳି କର୍ମ କରନ୍ତୁ ଯେଉଁ କର୍ମ ସମସ୍ତଙ୍କୁ ଯଦିଓ ସାରା ଜୀବନ ବଞ୍ଚାଇ ନପାରେ, ତଥାପି ମରିଗଲା ପରେ କିଛି ଜଣ ହୁଏତ କହିବେ ଯେ ଲୋକଟିଏ ଥିଲା ବା ନାରୀଟିଏ ଥିଲା, ସେ ଏମିତି କାମ କରୁଥିଲା, ସମସ୍ତଙ୍କର ସୁଖ ଦୁଃଖର ସାଥୀଟେ ହେଇପାରୁଥିଲା। ଅନେକ ଶୁଭେଚ୍ଛା ଜଣାଉଛୁ ତ ଆମେ, ଏଇ ବନ୍ଧନ ଆମ ଭିତରେ ରହିଥାଉ ସବୁଦିନେ। दीदी